ନାହିଁ 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 ମ ଇଏ ତ ଓଡ଼ିଶା। କାହିଁକି ସବୁ ଏଠି ଅପସଂସ୍କୃତି ପୁରଉଛ? ପ୍ରଥମ କଥା, ସୁର ଭାଇ ମଧ୍ୟ କହୁଥିଲେ, ମୁଁ ଦେଖୁଥିଲି। ଆମର ମାନେ ଗୋଟେ ଜିନିଷ ହେଉଛି କ'ଣ, ଆଉ ତୁମକୁ କ'ଣ କେଉଁଠି କରିବାକୁ ମାନେ ଟାଟୁ ନଥିଲା? ତାଙ୍କୁ ଲାଷ୍ଟକୁ ମାନେ ପାଦରେ ଜଗନ୍ନାଥଙ୍କୁ ଟାଟୁ କରିଦେଲ। ଧନ୍ୟ ତମ ଜନ୍ମ କାହାଣୀ। କେଉଁଠି ଜନ୍ମ ହେଇଥିଲ? କିଏ ତୁମକୁ ଜନ୍ମ କରିଥିଲା? ଜନ୍ମ କରିଥିବା ମାଆକୁ ମୁଁ ଧନ୍ୟବାଦ ଦେଉଛି। ଏମିତିକା ଝିଅ ଜନ୍ମ କରିଥିଲ ଯେ କି ଟାଟୁ କରୁଛି, ଜଗନ୍ନାଥଙ୍କର ଟାଟୁ ପୁଣି ପାଦରେ କରୁଛି। ନାଇଁ 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 ମ ଏ ଓଡ଼ିଶା, ଜମା ଏମିତି କରନି। ଆଗାମୀ ଦିନରେ ନା ସବୁ ଘାଣ୍ଟି ହେବ। କାହିଁକି ଦେଖ, ଏ ଗୋଟେ କଥା ହେଉଛି କ'ଣ, ସିଏ ହେଉଛନ୍ତି ଜଗନ୍ନାଥ ସଂସ୍କୃତି ଉତ୍କଳର ବଡ଼ ଠାକୁର, ଆଉ ମାନେ ଭାରତର ବଡ଼ ଠାକୁର, ବିଶ୍ୱର ବଡ଼ ଠାକୁର। ତାଙ୍କୁ ଏମିତି ସବୁ ବ୍ୟବହାର କରୁଛ, ଏ ବ୍ୟବହାର ଆଗାମୀ ଦିନ ପାଇଁ ଭଲ ନୁହଁ। କାହିଁକି କରୁଛ? ପୁଣି ଜାଣି ଶୁଣିକି କରୁଛ, ପୁଣି ଭୁଲ ମାଗୁଛ। ତୁମକୁ ଶରମ ନାହିଁ? ତୁମେ ଗୋବର ପାଣି ପିଇବା ଦରକାର। ଏ ଓଡ଼ିଶାବାସୀଙ୍କ ସାମ୍ନାରେ ଗୋବର ପାଣି ତୁମେ ପିଇବା ଦରକାର। ଆଉ ଯେଉଁ ଲୋକଟି ଏ ଟାଟୁଟିକି ବନେଇଛି ନା, ତାକୁ ମଧ୍ୟ ଗୋବର ପାଣି ପିଆଇବା ଦରକାର ନିତ୍ୟାନ୍ତ। ଇଏ କ'ଣ ଜଗନ୍ନାଥ ସଂସ୍କୃତିକୁ ତୁମେ ସମ୍ମାନ ଦେଉଛ? କ'ଣ ନା ତୁମକୁ ବିଜେପି ସମ୍ମାନ ଦେଲାନି, ନାରୀ ସମ୍ମାନ ଦେଲାନି। କ'ଣ ନାରୀ ସମ୍ମାନ ଦେଇଥାନ୍ତା? ତୁମେ କ'ଣ ନାରୀ? ନାରୀ ନୁହଁ, ତୁମେ ହେଉଛନ୍ତି ମାନେ କ'ଣ କହିଲ, ରାକ୍ଷାସୁଣୀ। ତେଣୁ ଜଗନ୍ନାଥଙ୍କର ଏଇ ଯେଉଁ ଜିନିଷକୁ ଆଙ୍କିଛ, ତା ପାଇଁ ଜଗନ୍ନାଥଙ୍କ ପାଖକୁ ଯାଇକି ନିଜେ ଲଣ୍ଡା ହୁଅ। ଲଣ୍ଡା ହେଇକି ଓଡ଼ିଶାବାସୀଙ୍କ ସମସ୍ତଙ୍କୁ ଜଗନ୍ନାଥଙ୍କର ସେଇ ଅରୁଣ ସ୍ତମ୍ଭ ପାଖରେ ଠିଆ ହେଇକି ଭୁଲ ସ୍ୱୀକାର କର। ଆଉ ସେ ଜଙ୍ଘରେ ଏସିଡ଼ ମାରିକି ତାକୁ ସବୁ ଧୁଅ। ଏସିଡ଼ ମାରିକି, ଯେବେ ଜଗନ୍ନାଥଙ୍କୁ ଭଲ ପାଉଛ ତାହେଲେ ଏସିଡ଼ ମାରିକି ତାଙ୍କୁ ଧୋଇ ଦିଅ ନା। ତାହେଲେ ଆମେ ଜାଣିବା ଜଗନ୍ନାଥଙ୍କ ଭକ୍ତ ଆପଣ ଏତେ ପ୍ରକାର ଥିଲେ ବୋଲି। ଛି, ଶରମ ନାହିଁ ତୁମକୁ ସବୁ? କାହିଁକି ଏମିତି ବାର ବାର କରୁଛ? ଜଗନ୍ନାଥଙ୍କୁ ନେଇକି ଖେଳୁଛ। ନାଇଁ 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 ମ ଏ ଓଡ଼ିଶା, ସଚେତନତା ହୁଅ ମା, ନହେଲେ ଆଗରେ ଠକିଯିବ। ତୁମ ବାପା ମା ଯିଏ ଜନ୍ମ ଦେଇକି ଆଣିଛନ୍ତି, ତାଙ୍କୁ ଥରେ ଚିନ୍ତା କର। ତାଙ୍କର ସଂସ୍କାର କ'ଣ ଥିଲା? କ'ଣ ଏଇଆ ଥିଲା ତାଙ୍କ ସଂସ୍କାର? ତୁମେ ଏଇ ସଂସ୍କାରରେ ଚାଲୁଛ? ନାହିଁ 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 ମ ଏ ଓଡ଼ିଶା, ପାଠ ପାଠ ବାଟରେ ଯିବ, ସଂସ୍କାର ବାଟରେ ଯିବ। ଆଉ ଜଗନ୍ନାଥଙ୍କ ସଂସ୍କୃତି ସବୁବେଳେ ପଡ଼ି ରହିବ, ସବୁବେଳେ ଉପରକୁ ଟେକିକି ରହିଥିବ, ତାଙ୍କର ଧ୍ୱଜା ଉଡ଼ୁଥିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।